ओम शांति। ज्वाला स्वरूपर लगन द्वारा बेहद वैराग्यर तरंग विच्छुरित करिवार सहज साधन हेउछि योग अभ्यास। आसन्तु मो आत्मा बिंदु स्वरूप मो बाप दादा सामनारे मते बाप दादा ठारू स्नेह भरी दृष्टि मिलुछि। बाप दादा मो कपाल रे तीनोटी उज्ज्वल रेखा देखुचंती। प्रथमतः हेउछि परमात्मा पालनार भाग्य रेखा। द्वितीय हेउछि परमात्मा पाठपढ़ार भाग्यर रेखा। तृतीय हेउछि परमात्मा प्राप्तिर रेखा, जहाँ समस्त कल्परे केवल खूब कम पिला मानकु यही संगम समय रे प्राप्ति हेइथाए। एमिति श्रेष्ठ भाग्य प्राप्त करुथिबा मु सबुठारो हाईएस्ट होलीएस्ट एवं रिचेस्ट आत्मा अटे। बाप दादा किसी विशेष उपहार दबाकू निजर मुठी को खोली देले। सेथिरे तीनोटी चमकुथिबा हीरा, ए गुड़िक तीनोटी हीरा तीनोटी बिंदुर स्मृति मंत्र अटे। आत्मा बिंदु, बाबा बिंदु एवं ड्रामावी बिंदु बीती को बीती करी वर्तमान मु फुल स्टॉप लगे आगो को बढ़ुची। अमृत बेला दिन सारा कामरे जोगरे सेवारे रातिरे सोइबा पूर्वरु प्रत्येक समय मु एही तीनोटी बिंदुर तिलक मो कपाल रे लगेई थाए। यह अविस्मरणीय मु सबुबेले आत्मिक तिलक लगेई थाए एवं मोर धन सबु जमा हेउछि। मो तीव्र पुरुषार्थी आत्मा मो बाप दादांको आखिरे सर्वदा रही थाए। बाबांकर मो नूर रतन अटे। बाप दादा एक सेकेंड पाई मध्य मते केबे भी भूलंती नहीं। मते अपार स्नेह एवं शक्ति दियंती। बाप दादा मोर किंबा अन्य कहार ना जाति ना धर्म ना रंग ना सुंदरता ना प्रदेश किछि भी देखंती नहीं। एही पिलाटी मोर केवल यह ही देखंती। मु मध्य बाबा समान सर्वदा प्रत्येक आत्मा प्रति बेहदर दृष्टि, समदृष्टि, आत्मिक दृष्टि रखी थाए। मु कहार हदरर कथा को मध्य मने पकई न थाए बा देखे भी नहीं। वर्तमान घंटा अनुजाई बाप दादा मोर लक्ष्य एवं प्रतिज्ञा विषय रे मते स्मरण करि देउछंती। बाबांको प्रेरणा द्वारा
ମୁଁ ମୋର ତୀବ୍ର ପୁରୁଷାର୍ଥକୁ ଲଗନର ସହିତ ଅଗ୍ନିର ରୂପ ଦେଉଛି। ଏକ ଜ୍ୱାଳାମୁଖୀର ଦୃଶ୍ୟମାନ ହେଉଛି। ଜ୍ୱାଳାମୁଖୀରୁ ବାହାରୁଥିବା ଏକ ଆଲୋକର ନିଆଁ ନିଜର ପୁରା ପରିସର ପରିବର୍ତ୍ତନ ହୋଇଯାଉଛି। ନିଆଁର ପ୍ରଭାବ ବହୁତ ଦୂର ପର୍ଯ୍ୟନ୍ତ ବ୍ୟାପି ଯାଉଛି। ଏମିତି ବର୍ତ୍ତମାନ ମୋର ପୁରୁଷାର୍ଥ ଲଗନର ସହିତ ଜ୍ୱାଳାମୁଖୀର ରୂପ ନେଲା। ଏହି ଲଗନ ରୂପୀ ଜ୍ୱାଳାମୁଖୀ ଦ୍ୱାରା ମୋର ଶକ୍ତିର ସ୍ମରଣୀୟ ଶକ୍ତି ରୂପ, ମହାଶକ୍ତି ରୂପ, ସର୍ବଶସ୍ତ୍ର ରୂପ ଦେଖାଯାଉଛି। ଯାହା କିଛି ବି ହିସାବ କିତାବ ରହିଯାଇଛି, ମନରେ ହେଉ କିମ୍ବା ସମ୍ବନ୍ଧ ସମ୍ପର୍କରେ ହେଉ, ସବୁ କିଛି ସମାପ୍ତ ହେଉଛି। ବର୍ତ୍ତମାନ ବିଶ୍ୱରେ ମୋର ଜ୍ୱାଳା ରୂପ ଲଗନର ଆବଶ୍ୟକତା ଅଟେ। ମୋର ଜ୍ୱାଳା ରୂପ ବିଶ୍ୱର ଭ୍ରଷ୍ଟାଚାର, ଅତ୍ୟାଚାରର ନିଆଁକୁ ସମାପ୍ତ କରୁଛି। ଅନ୍ୟ ପକ୍ଷରେ ଏହା ସର୍ବୋଚ୍ଚ ଆତ୍ମାକୁ ସହଯୋଗ କରୁଛି। ପରମାତ୍ମା ବାର୍ତ୍ତା ଦେଉଛି, ଶାନ୍ତିର ଶୀତଳତା ପ୍ରଦାନ କରୁଛି। ବେହଦର ବୈରାଗ୍ୟର ତରଙ୍ଗ ବିସ୍ତାର ହେଉଛି। ମୁଁ ବାବାଙ୍କ ଜ୍ଞାନଗଙ୍ଗା ରୂପରେ ବର୍ତ୍ତମାନ ଆତ୍ମାମାନଙ୍କୁ ଜ୍ଞାନର ଶୀତଳତା ମାଧ୍ୟମରେ ସେମାନଙ୍କୁ ପାପର ଅଗ୍ନିରୁ ମୁକ୍ତ କରୁଛି। ଏହି ଅପାର ସେବା ଯୋଗୁଁ ଅନେକ ଛୋଟ ଛୋଟ କଥା, ଯାହା ଫଳରେ ସମୟ ଲାଗୁଥିଲା, ଏହା କଠିନ ପରିଶ୍ରମ ଲାଗୁଥିଲା, ହୃଦୟ ଭାଙ୍ଗି ଯାଉଥିଲା, ଦିଲ ଶିକସ୍ତ ହେଇଯାଉଥିଲା, ଏହି ସବୁ କଥା ବର୍ତ୍ତମାନ ଖେଳନା ପରି ଖେଳର ଅନୁଭବ ହେଉଛି। ଅଳସୁଆ ଏବଂ ଅସାବଧାନତାର ପିଲାଦିନ ମୋର ଜୀବନରେ କୌଣସି ସ୍ଥାନ ନାହିଁ। ସମୟ ଅନୁସାର ବେହଦର ବାନପ୍ରସ୍ଥ ଅବସ୍ଥାର ଅନୁଭବ କରୁଛି। ବାବା ସମାନ ମୋର ସମୟ, ସଂକଳ୍ପ ଏବଂ ଅନ୍ୟମାନଙ୍କ ପ୍ରତି ୟୁଜ୍ କରୁଛି। ମନ, ବଚନ, କର୍ମ ବା କେହି ବ୍ରାହ୍ମଣ ଆତ୍ମା ହୁଅନ୍ତୁ ବା କେହି ସମ୍ପର୍କ ସଂସ୍ପର୍ଶରେ ଆସୁଥିବା ଆତ୍ମା ହୁଅନ୍ତୁ, ସମସ୍ତଙ୍କୁ ମାଷ୍ଟର ଦାତା ଭାବରେ କିଛି ନା କିଛି ଦେଇଥାଏ। ନିସ୍ୱାର୍ଥ ହେଇ ଖୁସି, ଶାନ୍ତି, ଆନନ୍ଦ, ସ୍ନେହର ଅନୁଭୂତି କରାଇଥାଏ। ଚାଲିବା ସମୟରେ ବ୍ରହ୍ମା ବାବା ସମାନ ମୁଁ କିଛି ନା କିଛି ଅନୁଭୂତି କରେଇଥାଏ। ମୁଁ ଏକ ସୁଗନ୍ଧିତ ଫୁଲ ପରି। କେହି ମାଗନ୍ତୁ ବା ନ ମାଗନ୍ତୁ, ମୁଁ ଅଖଣ୍ଡ ଦାତା ହେଇ ଦେଇ ଚାଲିଥାଏ। ବେହଦ ସେବାର ପ୍ରତ୍ୟକ୍ଷ ଫଳ
ମୋତେ ସୁରକ୍ଷିତ ରଖିଥାଏ। ବର୍ତ୍ତମାନ ସେକେଣ୍ଡରେ ବିନ୍ଦୁ ସ୍ୱରୂପ ହେଇ ମୋର ମନ ବୁଦ୍ଧିକୁ ମୁଁ ଏକାଗ୍ର କରୁଛି। ସାରା ଦିନରେ ମୁଁ ମଝିରେ ମଝିରେ ବିଦେୟୀ ହେବାର ଅଭ୍ୟାସ କରି ବାବାଙ୍କ ସ୍ନେହରେ ମୁଁ ଲୀନ ହେଇଯାଉଛି। ଓମ୍ ଶାନ୍ତି ଶାନ୍ତି ଶାନ୍ତି।